Hello everyone, welcome to my YouTube channel Odisha Exam Guide to friends। ଆଜି ଭିଡ଼ିଓରେ ଆମେ ହେଲା 7th ଅଗଷ୍ଟ ବା ଆଜିର କରେଣ୍ଟ ଆଫେୟାର୍ସ ଇମ୍ପୋର୍ଟାଣ୍ଟ MCQs ଗୁଡ଼ାକ ଡିସ୍କସ୍ କରିବା। ତ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ହେଲା ଆଉ ଯଦି ଭିଡ଼ିଓଟି ଭଲ ଲାଗେ ଭିଡ଼ିଓକୁ ଲାଇକ୍ ସେୟାର ଏବଂ ଚ୍ୟାନେଲକୁ ଗୋଟେ ସବସ୍କ୍ରାଇବ୍ କରିବେ। ତ ପ୍ରଥମ ପ୍ରଶ୍ନ ହେଉଛି ଆମର ହେଲା RPF ର DG କାହାକୁ ଆପଏଣ୍ଟ କରାଯାଇଛି। ତ କରେକ୍ଟ ଆନ୍ସର ହେଉଛି ସୋନାଲି ମିଶ୍ରଙ୍କୁ RPF ର DG ଆପଏଣ୍ଟ କରାଯାଇଛି। ହେଲା ଆଉ ଇଏ ହେଉଛନ୍ତି 143 ଇୟର ଯେଉଁ RPF ର ହିଷ୍ଟ୍ରିରେ 143 ବର୍ଷର ପରେ ଇଏ ହେଉଛନ୍ତି ପ୍ରଥମ ମହିଳା ଯିଏକି RPF ର DG ହିସାବରେ ଚାର୍ଜ ନେଇଛନ୍ତି। ହେଲା RBI ହେଲା ଗୋଟିଏ 30 ଜଣିଆ ଟିମ୍କୁ ରିଭ୍ୟୁ ଏବଂ ଆଉଟଡେଟେଡ୍ ରେଗୁଲେସନ୍ସ ମାନଙ୍କୁ ଏଲିମିନେଟ୍ କରିବା ପାଇଁ ଗଠନ କରିଛି। ସେଇ ଟିମ୍ର ନାଁ କ'ଣ ଅଟେ? ତ ଆନ୍ସର ହେଉଛି ରେଗୁଲେଟୋରୀ ରିଭ୍ୟୁ ସେଲ୍ ବା ଯାହାକୁ ଆମେ କହୁଛେ RRC। ହେଲା ତ କରେଣ୍ଟଲି ବା ବର୍ତ୍ତମାନ RBI ଅଣ୍ଡରରେ କେତୋଟି ରେଗୁଲେସନ୍ ଆଉ ସର୍କୁଲାର୍ସ ଏବଂ ନୋଟିଫିକେସନ୍ RBI ଅଣ୍ଡରରେ ଅଛି। ହେଲା ଏବଂ ତା ମଧ୍ୟରୁ କେତୋଟି କୁ ବନ୍ଦ କରାଯିବା ଉପରେ ଅଛି। ତ ଆନ୍ସର ହେଉଛି କରେଣ୍ଟଲି 8000 ରେଗୁଲେସନ୍ RBI ଅଣ୍ଡରରେ ଅଛି ଏବଂ ତା ମଧ୍ୟରୁ 5000କୁ ତା ମଧ୍ୟରୁ ତ ନୁହଁ ଏବଂ ଅଲଗା 5000କୁ ବନ୍ଦ କରାଯିବା ଉପରେ ଅଛି। ଓକେ ଏ ଯେଉଁ RRCର ହେଲା RRCର ରିଭ୍ୟୁକୁ କିଏ ଡିରେକ୍ଟଲି ମାନେ ଓଭରସି କରିବ? ତ RBIର ଗଭର୍ଣ୍ଣର ଯିଏ ଅଛନ୍ତି ସଞ୍ଜୟ ମଲ୍ହୋତ୍ରା ଏବଂ ତାର ଯେଉଁ ଡେପୁଟି ଗଭର୍ଣ୍ଣର ମାନେ ଅଛନ୍ତି ତାକୁ ଡିରେକ୍ଟଲି କ'ଣ ରିଭ୍ୟୁ କରିବେ। ଓକେ ଯେଉଁ ଡାର୍ଜିଲିଂ ହାଇଡ୍ରୋ ପାୱାର ପ୍ରୋଜେକ୍ଟ ଏଇଟା କେଉଁ ଦୁଇଟି ଦେଶ ମଧ୍ୟରେ ଗୋଟିଏ ଜଏଣ୍ଟ ଭେଞ୍ଚର ଅଟେ? ତ ଆନ୍ସର ହେଉଛି ଇଣ୍ଡିଆ ଏବଂ ଭୁଟାନ ମଧ୍ୟରେ ଡାର୍ଜିଲିଂ ହାଇଡ୍ରୋ ପାୱାର ପ୍ରୋଜେକ୍ଟ ହେଉଛି ଗୋଟେ ଜଏଣ୍ଟ ଭେଞ୍ଚର। ହେଲା ଏହି ଡାର୍ଜିଲିଂ ହାଇଡ୍ରୋ ପାୱାର ପ୍ରୋଜେକ୍ଟର କ୍ୟାପାସିଟି କେତେ? ତ ଆନ୍ସର ହେଉଛି 1125 ମେଗାୱାଟ। ହେଲା ଏଇଟା କେଉଁ କମ୍ପାନୀର ଜଏଣ୍ଟ ଭେଞ୍ଚର ଅଟେ? କେଉଁ କମ୍ପାନୀର? ତ ଆନ୍ସର ହେଉଛି ଭୁଟାନର ଡକ୍ ଗ୍ରୀନ୍ ପାୱାର କର୍ପୋରେସନ୍ ଏବଂ ଇଣ୍ଡିଆର ଟାଟା ପାୱାର କମ୍ପାନୀ ଲିମିଟେଡର ଗୋଟେ ଜଏଣ୍ଟ ଭେଞ୍ଚର ଅଟେ। ହେଲା ଏଇଥିରେ କେତେ ଟଙ୍କା ମୋଟ ଖର୍ଚ୍ଚ କରାଯିବ? ତ ଆନ୍ସର ହେଉଛି $1.7 ବିଲିୟନ ବା ହେଲା $150 ବିଲିୟନ ଗୁଣ୍ଠଲୁମ୍। ହେଲା ନେକ୍ସଟ ହେଲା What is the name of the initiative launched by the government of India to improve the safety and well-being truck drivers? ମାନେ ଟ୍ରକ୍ ଡ୍ରାଇଭର୍ସ ମାନଙ୍କର ସୁରକ୍ଷା ଏବଂ ଭଲ ପାଇବା ୱେଲବିଙ୍ଗ ପାଇଁ ହେଲା ଭାରତ ସରକାର କେଉଁ ଗୋଟେ ନୂଆ ଇନିସିଏଟିଭକୁ ଲଞ୍ଚ କରିଛନ୍ତି ତାହାର ନାଁ କ'ଣ? ତ କରେକ୍ଟ ଆନ୍ସର ହେଉଛି ତାହାର ନାଁ ହେଉଛି ଅପନା ଘର। କ'ଣ ଅପନା ଘର ସେ ଲଞ୍ଚ କରିଛନ୍ତି। ହେଲା ଆଉ ଏହି ଅପନା ଘରର ହେଲା 1 ଜୁଲାଇ 2025 ଠାରୁ ଏଇଟା ଲାଗୁ ହୋଇସାରିଲାଣି। ଓକେ ଆଉ ଏଇଥିରେ 368 ୟୁନିଟ୍ ୱିଥ୍ ଓଭର 46 ବେଡ୍ସ ମାନେ 368ଟି ୟୁନିଟ୍ ତା ସଙ୍ଗେ 4600 ବେଡ୍ ରହିବ। ହେଲା ବାଇ ପବ୍ଲିକ ସେକ୍ଟର ଅଏଲ୍ ମାର୍କେଟିଂ କମ୍ପାନିଜ ମାନଙ୍କ ଦ୍ୱାରା ହେଲା ଯେଉଁ ଆମର ଯେଉଁ ପେଟ୍ରୋଲ ଟାଙ୍କି ଯେଉଁ ଅଛି ସେଇ ପାଖମାନଙ୍କରେ କ'ଣ କରାଯିବ? ଏଇଟା ତିଆରି କରାଯିବ। ହେଲା ଆଉ ଏଇ ଯେଉଁ ଅପନା ଘର ଇନିସିଏଟିଭଟା କେଉଁ ମିନିଷ୍ଟ୍ରି ଅଣ୍ଡରରେ ଆସିବ? ନା ଏଇଟା ଦ ମିନିଷ୍ଟ୍ରି ଅଫ୍ ପେଟ୍ରୋଲିୟମ୍ ଆଣ୍ଡ ନ୍ୟାଚୁରାଲ ଗ୍ୟାସ୍ ଅଣ୍ଡରରେ ଆସିବ। ନେକ୍ସଟ ହେଲା ଅଲ୍ ଇଣ୍ଡିଆ ଫୁଟବଲ ଫେଡେରେସନର ହେଲା ନୂଆ ହେଡ୍ କୋଚ୍ କାହାକୁ ଆପଏଣ୍ଟ କରାଯାଇଛି? ହେଲା ସିନିୟର ମେନ୍ସ ଇଣ୍ଡିଆନ ଫୁଟବଲ ଟିମ୍ର। ତ ଆନ୍ସର ହେଉଛି ଖଲିଦ ଜାମିଲକୁ। ଓକେ ତ ବର୍ତ୍ତମାନ କିଏ AIFFର କରେଣ୍ଟ ପ୍ରେସିଡେଣ୍ଟ ଅଛନ୍ତି? ତ ଆନ୍ସର ହେଉଛି କଲ୍ୟାଣ ଚୌବେ। ହେଲା ଫିଫା ଏବଂ AIFF ହେଲା ଇଣ୍ଡିଆର ପ୍ରଥମ ଫିଫା ଟ୍ୟାଲେଣ୍ଟ ଏକାଡେମୀ ହେଲା ଗାର୍ଲସ ମାନଙ୍କ ପାଇଁ କେଉଁଠାରେ ଲଞ୍ଚ କରିଛି? ତ ଆନ୍ସର ହେଉଛି ତେଲେଙ୍ଗାନାର ହାଇଦ୍ରାବାଦ ଠାରେ ଏଟାକୁ ତିଆରି କରାଯିବ। ନେକ୍ସଟ ହେଲା ଫିଫା ଟ୍ୟାଲେଣ୍ଟ ଏକାଡେମୀ ହେଲା ହାଇଦ୍ରାବାଦର କେଉଁଠାରେ ଅଛି? ତ ଆନ୍ସର ହେଉଛି
ଗୋଚିବୌଲି ଷ୍ଟାଡିୟମ କମ୍ପ୍ଲେକ୍ସରେ ଅଛି। ନେକ୍ସଟ ହେଲା ଇଣ୍ଡିଆନ ଆର୍ମି ହେଲା ରିସେଣ୍ଟଲି କୋଉ ଅପରେସନକୁ ଲଞ୍ଚ କରିଛି କ'ଣ ପାଇଁ ନା କେଉଁଠାରେ ନା ଜମ୍ମୁ କାଶ୍ମୀରର ପୁଞ୍ଚ ସେକ୍ଟର ଠାରେ ଲଞ୍ଚ କରିଛି। ତ ଆନ୍ସର ହେଉଛି ଅପରେସନ ଶିବଶକ୍ତି ହେଲା। ଅପରେସନ ଶିବଶକ୍ତିକୁ ଜମ୍ମୁ କାଶ୍ମୀରର ପୁଞ୍ଚ ସେକ୍ଟର ଠାରେ ଇଣ୍ଡିଆନ ଆର୍ମି ଲଞ୍ଚ କରିଛି। ଏହି ଅପରେସନ ଶିବଶକ୍ତିର ଉଦ୍ଦେଶ୍ୟଟା କ'ଣ ଅଟେ? ତ ଆନ୍ସର ହେଉଛି ହେଲା ଲାଇନ୍ ଅଫ୍ କଣ୍ଟ୍ରୋଲ ଯେଉଁ ଅଛି ବା LOC ଯେଉଁ ଅଛି ହେଲା, ଏଇ ଜାଗାରେ ଦୁଇଟା ଟେରୋରିଷ୍ଟକୁ ଇନଫିଲଟ୍ରେଟ୍ କରିବା ପାଇଁ ଏହାର ଉଦ୍ଦେଶ୍ୟ ଥିଲା। ଓକେ, ନେକ୍ସଟ ହେଲା which an Indian Army Corps and Police Force showed strong coordination during this operation? ଏହି ଅପରେସନ ଭିତରେ କେଉଁ ଇଣ୍ଡିଆନ ଆର୍ମିର କର୍ପସ ଏବଂ ପୋଲିସ ଫୋର୍ସ ଷ୍ଟ୍ରଙ୍ଗ କୋର୍ଡିନେସନ ଦେଖେଇଥିଲେ? ତ ଇଣ୍ଡିଆନ ଆର୍ମିର ହ୍ୱାଇଟ୍ ନାଇଟ୍ କର୍ପସ ଏବଂ ଜମ୍ମୁ କାଶ୍ମୀର ପୋଲିସ ମାନେ ଦି ଜଣଙ୍କୁ ସାହାଯ୍ୟ କରିଥିଲେ ଏହି ଅପରେସନରେ। ତାପରେ MS ସ୍ୱାମୀନାଥନ ଦ ମ୍ୟାନ୍ ହୁ ଫେଡ୍ ଇଣ୍ଡିଆ ଏହି ପୁସ୍ତକର ଲେଖକ କିଏ? ତ ଆନ୍ସର ହେଉଛି କିଏ ନା ପ୍ରିୟମ୍ବଦା ଜୟକୁମାର ହେଉଛନ୍ତି ଏହି ପୁସ୍ତକର ଲେଖକ। ଏଇଟାକୁ ମନେ ରଖିନେବେ। ନେକ୍ସଟ ହେଲା ଆମର ହେଲା ନ୍ୟାସନାଲ ଫ୍ରେଣ୍ଡସିପ୍ ଡେ 2025ର ଥିମ୍ କ'ଣ ଅଟେ? ତ ଆନ୍ସର ହେଉଛି ବିଲ୍ଡିଂ ବ୍ରିଜେସ୍ ସେଲିବ୍ରେଟିଂ ଡାଇଭରସିଟି ସୋଲିଡାରିଟି ଆଣ୍ଡ ଏ କଲଚର ଅଫ୍ ପିସ୍। ଏଇଟା ହେଉଛି ତାର ଥିମ୍ ହେଲା। 15th ଇଣ୍ଡିଆନ ଅର୍ଗାନ ଡୋନେସନ ଡେ 2025 କେବେ ପାଳନ କରାଯାଏ? ତ ଆନ୍ସର ହେଉଛି ଅଗଷ୍ଟ 3 ତାରିଖରେ 15th ଇଣ୍ଡିଆନ ଅର୍ଗାନ ଡୋନେସନ ଡେ ପାଳନ କରାଯାଏ। ନେକ୍ସଟ ହେଲା ୱାର୍ଲଡ ଅର୍ଗାନ ଡୋନେସନ ଡେ କେବେ ପାଳନ କରାଯାଏ? ତ ଏଇଟା ଅଗଷ୍ଟ 13 ତାରିଖ ପାଳନ କରାଯାଏ। ଓକେ, ନେକ୍ସଟ ହେଲା ଆମର What was the name operation conducted in Telangana to rescue children from exploitative condition? ମାନେ ଶୋଷଣ ସମୟରେ ହେଲା ଛୁଆମାନଙ୍କୁ ବା ଚିଲଡ୍ରେନମାନଙ୍କୁ ତେଲେଙ୍ଗାନାରୁ ରେସ୍କ୍ୟୁ କରିବାର ଯେଉଁ ଅପରେସନଟା ହୋଇଥିଲା ତାର ନାଁ କ'ଣ? ତ ଆନ୍ସର ହେଉଛି ଅପରେସନ ମୁସ୍କାନ XI। କ'ଣ? ଅପରେସନ ମୁସ୍କାନ XI ହେଉଛି ତାର ନାଁ ଅଟେ। ଏଇଟା କେଉଁ ଜାଗା କେବେ କଣ୍ଡକ୍ଟ କରାଯାଇଥିଲା ନା ଅପରେସନ ମୁସ୍କାନ XIଟା? ତ ଆନ୍ସର ହେଉଛି ଏଇଟାକୁ ଜୁଲାଇ 1ରୁ ଜୁଲାଇ 31, 2025 ପର୍ଯ୍ୟନ୍ତ କଣ୍ଡକ୍ଟ କରାଯାଇଥିଲା। ଏଇଥିରେ କେତେ ଜଣକୁ ରେସ୍କ୍ୟୁ କରାଯାଇଛି, କେତେ ଜଣ ଚିଲଡ୍ରେନକୁ? ତ 7678 ଚିଲଡ୍ରେନକୁ ରେସ୍କ୍ୟୁ କରାଯାଇଛି ହେଲା। ଆଉ ଏଇ ଭିତରୁ 3787 ଚିଲଡ୍ରେନ ଅଲଗା ଷ୍ଟେଟରୁ ଅଟନ୍ତି, ତେଲେଙ୍ଗାନାର ନଥିଲେ, ଆଉଟସାଇଡ୍ ଅଫ୍ ତେଲେଙ୍ଗାନା। ଓକେ, ତାପରେ PM ଏକତା ମଲ୍ସ ଇନିସିଏଟିଭ୍ ଯେଉଁ ଅଛି ତାର ଉଦ୍ଦେଶ୍ୟ ବା ଅବଜେକ୍ଟିଭଟା କ'ଣ? ତ କରେକ୍ଟ ଆନ୍ସର ହେଉଛି ହେଲା ଇଣ୍ଡିଜିନିୟସ୍ ପ୍ରଡ଼କ୍ଟ ବା ଆମ ଦେଶରେ ଯେଉଁ ପ୍ରଡ଼କ୍ଟ ଗୁଡ଼ିକ ବା ଯେଉଁ ହେଲା ପ୍ରଡ଼କ୍ଟ ଗୁଡ଼ିକ ତିଆରି ହେଉଛି ହେଲା ତାକୁ ପ୍ରମୋଟ କରିବା, ତାର GI ଟ୍ୟାଗ ଦେବା ସେଇ ଆଇଟମକୁ ଏବଂ ଲୋକାଲ ହ୍ୟାଣ୍ଡିକ୍ରାଫ୍ଟମାନଙ୍କୁ ପ୍ରମୋଟ କରିବା ହେଉଛି ଏଇ PM ଏକତା ମଲ୍ସର ଉଦ୍ଦେଶ୍ୟ ଅଟେ ବା ଅବଜେକ୍ଟିଭ୍ ଅଟେ। ଓକେ, ନେକ୍ସଟ ହେଲା ଅଣ୍ଡର ହ୍ୱିଚ୍ ଇନିସିଏଟିଭ୍ was the PM ଏକତା ମଲ୍ସ ପ୍ରୋଗ୍ରାମ ଲଞ୍ଚଡ? PM ଏକତା ମଲ୍ସ ପ୍ରୋଗ୍ରାମ କେଉଁ ଇନିସିଏଟିଭ୍ ଅଣ୍ଡରରେ ଲଞ୍ଚ କରାଯାଇଛି? ତ ଆନ୍ସର ହେଉଛି ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ପ୍ରଡ଼କ୍ଟ ଇନିସିଏଟିଭ୍ ବା ଯାହାକୁ ଆମେ କହୁଛେ ODOP। ଓକେ, ନେକ୍ସଟ ହେଲା କେଉଁ ଷ୍ଟେଟ୍ ସବୁଠାରୁ ହାଏଷ୍ଟ ଏଲୋକେସନ ରିସିଭ୍ କରିଛି PM ଏକତା ମଲ୍ସ ପାଇଁ? ତ ଆନ୍ସର ହେଉଛି ଉତ୍ତରପ୍ରଦେଶ ସବୁଠାରୁ ଅଧିକ ଟଙ୍କା ରିସିଭ୍ କରିଛି 370.25 କୋଟି ଟଙ୍କା ହେଲା। 3ଟି ମଲ୍ ପାଇଁ ଦିଆଯାଇଛି ଉତ୍ତରପ୍ରଦେଶକୁ ହେଲା, ଯେଉଁଟାକି
ଆଗ୍ରା, ଲକ୍ଷ୍ନୌ ଏବଂ ବାରାଣାସୀରେ ତିଆରି ହେବ ହେଲା। ଏଇଟା କେଉଁ ମିନିଷ୍ଟ୍ରି ଅଣ୍ଡରରେ ଆସୁଛି? ଏଇଟା ଯେଉଁ ଆମର PM ଏକତା ମଲ୍ସଟା ଏଇଟା ମିନିଷ୍ଟ୍ରି ଅଫ୍ ଫାଇନାନ୍ସ ହେଲା ଅଣ୍ଡରରେ ଏଇଟା ଆସିବ, ଯେଉଁଟାକି ବଜେଟ୍ 2023-24ରେ ଏଇଟାକୁ ଲଞ୍ଚ କରାଯାଇଥିଲା। ଓକେ, ତ ଆଜି ପାଇଁ ଏତିକି ଥିଲା ଆମର ଇମ୍ପୋର୍ଟାଣ୍ଟ କରେଣ୍ଟ ଆଫେୟାର MCQ ଗୁଡ଼ିକ। ତ ଆଶା କରୁଛି ଆପଣମାନଙ୍କୁ ଭଲ ଲାଗିଥିବ। ଥ୍ୟାଙ୍କ ୟୁ।